ବାହାଘର ଲଭ୍ ମ୍ୟାରେଜ କରିଥିଲେ ଆପଣ? ମୁଁ ବହୁତ ଭଲ ପାଉଥିଲି ତାକୁ। ସେ ପୁଲିସ ଅଫିସରଙ୍କ ଝିଅ ଥିଲେ ହଁ ଆପଣ ମ୍ୟାଡାମ? ସେ ମୁଁ ତାକୁ ବହୁତ ଭଲ ପାଉଥିଲି। ଛାଡ଼ ସେ ବିଷୟ କହିଲେ ଗାଳି କରୁଛି ମୋ ସେ ସବୁବେଳେ ଏଇଟା କହୁଛ ବୋଲିକି ଆଉ ତା ଭିତରେ ଯିବିନି। ହଁ ମୁଁ ଲାଜ ଲାଗୁନି ବୟସ ହେଲାଣି ଆଉ କହୁଛ ସେ କଥା ଆପଣ କଣ ତାଙ୍କୁ ନେଇକିରି ପଳେଇ ଆସିଥିଲେ? ରୁହ ହେ ତମେ ତା ଭିତରେ ଆଉ ଯାଅନି ଆଉ ଯାଅନି ସେ ମାଡ଼ଗୋଳ ହବ ମୋ ବୋଉ ପିଲା ହେଲାଣି ଆଉ ସେଟା ସବୁଠାରୁ ବଡ ଦୁଃସାହସିକ କାମ ଥିଲା ଆପଣଙ୍କର? ନାଇଁ ନାଇଁ ମୁଁ ତାକୁ ଭଲ ପାଏ ତାଙ୍କ ଭାଇ ମୋର ସାଙ୍ଗ ବନ୍ଧୁ ଭଲ ପାଏ। ଛାଡ଼ ସେ ପାଠଟା ଆଉ କାହିଁକି ଯିବା। ହଁ କିନ୍ତୁ ଆପଣଙ୍କ ଦୁଇ ଜଣଙ୍କ ଭିତରେ ବହୁତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବହୁତ ବଡ କୋର୍ଡିନେସନ। ହଁ ବଡ଼ ଭଲ ସବୁ। ଆପଣ ତାଙ୍କ କଥା ଶୁଣନ୍ତି ନା ସିଏ ଆପଣଙ୍କ କଥା ଶୁଣନ୍ତି? କମାଣ୍ଡ କାହା ହାତରେ ଥାଏ? ମୁଁ କାହା କଥା ଶୁଣିଆଲି ମୁଁ ତାଙ୍କ କଥା ଶୁଣେନି ବୋଲିକିରି ଗାଳି ଶୁଣେ। ମୁଁ ତାଙ୍କର ଗୋଟିଏ ଶୁଣେ ଗାଳି ଶୁଣେ। ହୁଁ ବୋଲେ ଏମିତି ଘରେ ବିଷୟ ନାହିଁ। ହଁ ଘରେ ବିଷୟ ନାହିଁ। ମୋର ତ ପ୍ରକୃତି ଖରାପ ଅଛି ଜାଣିଛନ୍ତି। କି ପ୍ରକୃତି ଆପଣ ଖରାପ? ମୁଁ ଟିକେ କେତେବେଳେ କୋଉଠି ବସିଯିବି ଖାଇଦେବି କୋଉଠି ସିଟରେ ଟାଣି ଦେଇଥିବି ଏତେ ସବୁ ଆସେ ସବୁ ସେଇ ହିସାବରେ ମୋତେ ଗାଳି ଫଳା କରନ୍ତି। ମୁଁ ସେଥିରେ ନ ଜାଣିଲା କାନକୁ ପକେଇ ଶୋଇପଡ଼େ। ଗଣ୍ଡଗୋଳ କରନ୍ତି କେବେ? ନାଇଁ ନାଇଁ ଆମ କାଇଁ ରଗାରଗି ଗଣ୍ଡଗୋଳ? ସୋଦାସୋଦି? କଣ ଆମକୁ ଅଭାବ ଅଛି ଯେ ଭଗବାନ କଣ ନ ଦେଇଛି ଯେ କନଷ୍ଟେବଳ ଚାକିରିରୁ 4-5 ଥର ଲେଖା ଏମଏଲଏ ହେଲିଣି ଆଉ ଭଗବାନ ଆମକୁ କଣ ନ ଦେଇଛି ଯେ ଆମେ ମାଇକିନା ଡ୍ରାମାରେ ଲାଗିବୁ। ତାର ଏ କଥା କଥାକେ ଆପଣଙ୍କୁ କହନ୍ତି କନଷ୍ଟେବଲ ବୋଲି। ସେତେବେଳେ ମୁଁ ଶୁଣିଛି ଜଣେ ପୁରୁଣା ବାଚସ୍ପତି ଥିଲେ ଏ ବାଜେ କନଷ୍ଟେବଲଟା ଇଏ କଣ କହିବ ଏମିତି ଆପଣଙ୍କୁ ଖରାପ ଲାଗେ କି ନାହିଁ? କାହିଁ ଖରାପ ଲାଗିବ? କଣ ବି ଲାଗିବ? ମହେଶ୍ୱର ଭାଇ କହିଥିଲେ ତ ମୋତେ ସେ ବହୁତ ଭଲ ପାଏ ରବେ ବୋଲି କହିଲା କନଷ୍ଟେବଳଟା ରବେ ବୋଲି ମୁଁ ଖରାପ ଭାବିନି ତ କେହି ଭାବନ୍ତିନି? ଛି ଆରେ ଆମ କନଷ୍ଟେବଳ ଚାକିରି କରିଥିଲୁ କଣ ନୂଆ କଥା ନା ଆମର ଭିକାରୀ ନା କଣ? ମୁଁ ପରା ଏମ୍ ଦି ଫାଉଣ୍ଡର ଅଫ୍ ଦି ଓଡ଼ିଶା ପୋଲିସ ଆସୋସିଏସନ। ମୁଁ ପୋଲିସ ସଂଘର ଆପଣ ସଂଘ ସଭାପତି। କରିଥିଲେ? ପୋଲିସ କେତେ ଦିନ ଆପଣ ପୋଲିସ ଚାକିରି କଲେ? ମୁଁ 21 ବର୍ଷ କଲି। 21 ବର୍ଷ? ତା ଭିତରେ ଅଫିସରଙ୍କୁ ମାଡ଼ ଫାଡ଼ କରିନାହାନ୍ତି ଆପଣ? ବହୁତ ମୁଁ ପ୍ରାୟ 75% ମୋର ସସ୍ପେଣ୍ଡ ଥିବି। ଏଇ ଗଣ୍ଡଗୋଳ କରିବା ସସ୍ପେଣ୍ଡ ହେଇଛି ଡିସମିସ୍ ହେଇଗଲି। ଚାକିରିରୁ ଡିସମିସ୍ ହେଇଗଲେ? ହଁ ଆର୍ଟିକଲ 311 ସେଗୁଡ଼ା ବିଷୟରେ ଆର୍ଟିକଲ 311 ଯଦି ଭାରତ ସେ ମୁଁ ପ୍ରଥମ ଲୋକ ଯିଏକି କେସ୍ରେ ଜିତିଲି। ଆର୍ଟିକଲ 311 କେହି ଜିତି ନାହାନ୍ତି। ତ ଆପଣ କାହିଁକି ଏତେ ସସ୍ପେଣ୍ଡ ହଉଥିଲେ ଡିସମିସ୍ ହଉଥିଲେ? ଆମ ଲୋକଙ୍କ ପାଇଁ ଆମ କନଷ୍ଟେବଳ ହାମଲାର ପାଇଁ ଆମେ ଯେଉଁ ଦାବିଫାବ କରୁଥିଲୁ ନ ଶୁଣିଲେ କିଏ ଆମ ଲୋକ ଶୁଣନ୍ତୁ। ମୁଁ ଯେତେବେଳେ କନଷ୍ଟେବଳ ଚାକିରି କଲି ମୁଁ ଅର୍ଡରଲି ଥିଲି। ସେଇଠୁ ରିଭଲ୍ୟୁସନ ଷ୍ଟାର୍ଟ ହେଇଛି ପୋଲିସ ବିଭାଗରେ। ଅର୍ଡରଲି ଥିଲେ ଆପଣ? ମୋତେ ଅର୍ଡରଲି ପଠେଇଲେ ବାମୁଣ ଲୋକ ଗଲି ଆମ ଗୋଟେ ଅଫିସର ପାଖରେ ରାନ୍ଧିବା ପାଇଁ। ମୋ ଘରେ ଯୋଡ଼େ ରାନ୍ଧାରୀ ଥାନ୍ତି ଏତେବେଳକୁ ଆମ ଘରେ ମୋ ବାପା ଥାନ୍ତି। ଆପଣଙ୍କୁ କହିଲେ ତୁ ଅର୍ଡରଲି ହ? ମୋତେ ରାନ୍ଧିବା ପାଇଁ ପଠେଇଲେ ସେଇଠୁ ଗଣ୍ଡଗୋଳ ଆରମ୍ଭ ହେଲା ଯୋଉଠୁ ମାରପିଟ ଆରମ୍ଭ ହେଲା। ଆପଣ କହିଲେ ମୁଁ ଯିବିନି? ଯାଇଥିଲୁ ଅର୍ଡରଲି ବୋଲି ମୁଁ ଜାଣିନଥିଲି କଣ ଗଲା ମୁଁ ରାନ୍ଧିବା ପାଇଁ କହିଲେ ଆପଣ ବାମୁଣ ପିଲା କିଏ ବୋଲି ରାନ୍ଧିବା ପାଇଁ ପଠେଇଲେ। ସେଥିରୁ ମୁଁ ଜୀବନରେ ରାନ୍ଧିବାଟା ବି ଶିଖିନଥିଲି। ବହୁତ ଇତିହାସ ଅଛି ପୋଲିସ। ତାପରେ ଆପଣ କାମ କଲେନି ଡ୍ୟୁଟି ଛାଡ଼ି ପଳେଇ ଆସିଲେ? ନାଇଁ ଶୁଣନ୍ତୁ ସେମାନେ ଦେଖିଲେ ଭଲ ଅଫିସର ଦେଖିଲେ ଇଏ ଭଲ ଘର ପିଲା ବୁଲେଟ ଧରିକି ଆସୁଛି। ସେତେବେଳେ ବୁଲେଟ କାହା ପାଖରେ ଥିଲା? ବହୁତ କମ ଲୋକ ପାଖରେ ଥିଲା।